କିଛି କଥା ଭୁଲି ହୁଏ ନା, କିଛି ସ୍ମୃତି ମନରୁ କେବେ ଲିଭି ପାରେ ନା। ବେଳେବେଳେ ସମସ୍ତେ ଥିଲେ ବି ତା ଅଭାବଟା କିନ୍ତୁ ପୂରା ହୁଏ ନା। ସମ୍ପର୍କ ଏମିତି ଏକ ଶବ୍ଦ, ମନ ସହ ମନ ମିଶିଗଲେ ଭୁଲିବାଟା ସମ୍ଭବ ହୁଏ ନା। ସେ ସମ୍ପର୍କ ଯାହା ବି ହେଉ, ସେ ପ୍ରେମ ହେଉ କି ବନ୍ଧୁ, ସେ ଭାଇ ହେଉ କି ଭଉଣୀ। ମୁଁ ସେମିତି ଜଣେ ମଣିଷ ଭାଇ। ମୋଠୁ ଦୂରେଇ ଯାଇଥିବା କିଛି ସମ୍ପର୍କ ମୋତେ ଆଜି ଭାରି କଷ୍ଟ ଦେଉଥିଲା। ଖାସ୍ କରି ଘରେ କିଛି ଅକେଜନ୍ ଥିଲେ କି ସବୁ ଫଙ୍କସନ୍ରେ ସେ ବହୁତ ଏକ୍ସାଇଟେଡ୍ ହେଇଯାଉଥିଲା, ଆଉ ସବୁ କାମ ବି ଖୁସି ହେଇ କରିଦେଉଥିଲା। ଖାଲି ସେତିକି ନୁହେଁ, ଅଫିସରେ ଯେତେ ପ୍ରୋଗ୍ରାମ ହେଉଥିଲା ସବୁଥିରେ ସେ ହିଁ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲା। ଆଜି ସବୁ ପ୍ରୋଗ୍ରାମ ଆଉ ସବୁ ଫଙ୍କସନ୍ଠୁ ସେ ଯେମିତି ଅନେକ ଦୂରରେ ଥିଲା। ସମସ୍ତଙ୍କ ଖୁସି ଆଉ ମଜା ଦେଖି ତା କଥା ଖାଲି ମନେ ପକାଇବା ଛଡ଼ା ଆଉ ଯେମିତି ମୋ ପାଖରେ କିଛି ରାସ୍ତା ନଥିଲା। ଜୀବନର ଦୋଛକିରେ ଠିଆ ହେଇଥିଲି। ନା ତା ସହ ଆଉ ସମ୍ପର୍କ ଯୋଡ଼ି ପାରୁଥିଲି, ନା କିଛି ଲୋକଙ୍କୁ ଅସନ୍ତୁଷ୍ଟ କରିପାରୁଥିଲି। ତା ସହ ସମ୍ପର୍କ ଯୋଡ଼ିଲେ କିଛି ଲୋକ ଅସନ୍ତୁଷ୍ଟ ହେବାର ସମ୍ଭାବନା ଥିଲା, ଯେଉଁଟା ମୁଁ କେବେ ଚାହୁଁନଥିଲି। ଆଉ ତାକୁ ଭୁଲିବା ବି ସମ୍ଭବ ହେଉନଥିଲା। ମୁଁ ସିନା ଠିକ୍ ଥିଲି, କିନ୍ତୁ କ'ଣ କରିବି, କାହା ଖରାପ ଭାବନାକୁ ବଦଳାଇବା ଯେମିତି ମୋର ସେ ଔକାତ ନଥିଲା। ବେଳେବେଳେ ଅନେକ ଭୁଲ ବୁଝାମଣା ସବୁକିଛି ବଦଳେଇ ଦିଏ ଭାଇ। ନିବିଡ଼ ସମ୍ପର୍କ ଭାଙ୍ଗି ଦେଇପାରେ, ଆଖି ଆଗରେ ସନ୍ଦେହର ପରଦାଟା ବି ଟାଣି ଦେଇପାରେ, ଦୁନିଆର ଖୁସି ମଜାକୁ ବି ଦୂରେଇ ଦେଇପାରେ। ସେମିତି କିଛି ମୋ ସହ ଘଟିଥିଲେ ବି ମୋ ମନର କଥା କାହାକୁ କହିବା ଯେମିତି ସମ୍ଭବ ହେଉନଥିଲା। ତା କଥା ଭାବିବା ମୋ ପାଇଁ ଯେତିକି ବିପଦ ଥିଲା, ଖାଲି ମୋ ପାଇଁ ନୁହେଁ, ତା ପାଇଁ ବି ସେତିକି ବିପଦ ଥିଲା। ଚେଷ୍ଟା କରୁଥିଲି ତାକୁ ଭୁଲିବାକୁ, ହେଲେ ସେ କ'ଣ କୋଉ କାଗଜ ଥିଲା ଯେ ତାକୁ ଚିରି ଡଷ୍ଟବିନ୍ରେ ଫିଙ୍ଗିଦେବି। ସେ ମୋ ସହଯୋଗର ଡାହାଣ ହାତ ଥିଲା। ମୋ ପାଇଁ ତା'ର ଅବଦାନ ବି ବହୁତ ଥିଲା। ହସ ଖୁସି ମଜା ସବୁକୁ ସାଥିରେ ନେଇ ସମସ୍ତଙ୍କୁ ଗୋଟେ ଡାଳରେ ବାନ୍ଧି ରଖୁଥିବା ମଣିଷଟେ ଥିଲା। ମୋ ପାଇଁ ବି ସେ ଅନେକ କାନ୍ଦିଛି, ମୋ ପାଇଁ ବି ସେ ଅନେକ କଥା ଶୁଣିଛି, ମୋ ପାଇଁ ବି ସେ ଅନେକ ଦୁଃଖ କଷ୍ଟ ସହିଛି। ତାପରେ ମୋଠୁ ସେ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଛି। ହୁଏତ ତା ନିଷ୍ପତ୍ତି ଠିକ୍ ହେଇପାରେ, ହୁଏତ ସେ ମୋ ଭଲ ପାଇଁ ଦୂରେଇ ଯାଇଥାଇପାରେ। ମୋତେ ଲାଗୁଥିଲା ସେ ଦୂରେଇ ଗଲା ପରେ ବି ମୋତେ ଭୁଲି ଯାଇଥିବ ବୋଲି। ସେ ସମ୍ପର୍କର ନାଁ କ'ଣ ଥିଲା ମୁଁ ନିଜେ ଜାଣିନି। ଏତିକି ଜାଣିଛି ସେ ମୋ ପାଇଁ ଅନେକ କିଛି ଥିଲା। ତା ସହ ମୋର କୌଣସି ଖରାପ ସମ୍ପର୍କ ନଥିଲେ ବି ଅଚାନକ କିଛି ଲୋକଙ୍କ ସନ୍ଦେହ ଆଉ କିଛି ଲୋକଙ୍କ ଆମ ସମ୍ପର୍କକୁ ନେଇ ଅସହ୍ୟ ହେବା ବୋଧ ହୁଏ ଆମକୁ ଅଲଗା କରିବାକୁ ବାଧ୍ୟ କରିଥିଲା। ସେ ଦୂରେଇ ଗଲା ପରେ ତ ମୋତେ ଅନେକ ଫରକ ପଡ଼ିଥିଲା। ପୁରା ଭାଙ୍ଗି ପଡ଼ିଥିଲି। ତଥାପି ସଂଘର୍ଷ କରି କରି ପୁଣି ଥରେ ଠିଆ ହେବାକୁ ଚେଷ୍ଟା ବି କରିଥିଲି। ହୁଏତ ସେ ଆଜି ଥିଲେ ମୁଁ ସମସ୍ୟାରେ ଜମା ବି ପଡ଼ିନଥାନ୍ତି, ଆଜି କଷ୍ଟ ବି ପାଉନଥାନ୍ତି। ସବୁ ପରେ ବି ସବୁ ଫଙ୍କସନ୍ ଆଉ ପ୍ରୋଗ୍ରାମରେ ସମସ୍ତଙ୍କ ହସ ଖୁସି ଆଉ ମଜା ଦେଖି ତାର ସେଦିନର ସବୁ ସ୍ମୃତିଗୁଡ଼ା ଆପେ ଆପେ ମନ ଭିତରକୁ ଆସିଯାଉଥିଲା। ମୋତେ ବି ସେଇ ମଜା ଖୁସିରେ ସାମିଲ କରିବାକୁ ଟାଣି ନେଉଥିଲେ। ସମସ୍ତଙ୍କ ମନ ରଖିବାକୁ ମୁଁ ବି ତାଙ୍କ ସହ ସାମିଲ ହୋଇଯାଉଥିଲି। ହେଲେ ମନେ ମନେ ତା ଅଭାବଟାକୁ ଅନୁଭବ କରି ଚାଲିଥିଲି। ଯେମିତି ଲାଗୁଥିଲା ସେ ପ୍ରୋଗ୍ରାମ ଆଉ ଫଙ୍କସନ୍ର କିଛି ଜାଗା କେବଳ ତାର ଖାଲି ଥିଲା, ଆଉ ସେ ଶୂନ୍ୟ ସ୍ଥାନଟା ପୂରଣ କରିବା କାହା ପକ୍ଷେ ଯେମିତି ସମ୍ଭବ ନଥିଲା। ମଣିଷ ଜୀବନରେ ସବୁ ଆଶା କେବେ ପୂରଣ ହୁଏନି ପ୍ରତାପ ଭାଇ। କିଛି ସ୍ୱପ୍ନ ଅଧୁରା ରହିଯାଏ, କିଛି କଥା ସ୍ମୃତି ହେଇଯାଏ, କିଛି ସମ୍ପର୍କ ଅଧାରୁ ଭାଙ୍ଗିଯାଇ ଦୂରକୁ ଚାଲିଯାଏ। ଅନେକ କଥା ଏମିତି ଅଛି ରହସ୍ୟମୟ ହେଇ ସେଇ ମଣିଷ ସହ ସବୁଦିନ ପାଇଁ ହଜିଯାଏ। କ'ଣ ପ୍ରତାପ ଭାଇ କିଛି ବୁଝିପାରିଲେ ନା ନାହିଁ? ସତ କହିବି, ମୁଁ ବେଶୀ କିଛି ବୁଝିପାରିଲିନି, ହେଲେ ଏତିକି ତ ବୁଝିଲି ଦୂରେଇ ଯାଇଥିବା ମଣିଷକୁ ସେ ବହୁତ ମିସ୍ କରୁଥିଲା। ସେ ତାର କ'ଣ ହେବ ମୁଁ ତ କହିପାରିବିନି, କିନ୍ତୁ ଏ ଅନାବନା କଥାରୁ ଜଣାପଡ଼ୁଥିଲା ସେ ଲୋକ ତାର ଭାରି ଖାସ୍ ଥିଲା, ଯାହାକୁ ସେ ଭୁଲି ପାରୁନଥିଲା। ଜାଣିନି ଏ ଅନାବନା କଥା କାହାକୁ ଭଲ ଲାଗିବ କି ନାହିଁ, କିନ୍ତୁ ଯାହାର ଏ କଥା ତାକୁ ତ ନିଶ୍ଚୟ ଭଲ ଲାଗିବ। ହେଲେ ଆପଣଙ୍କୁ ଯଦି ଭଲ ଲାଗିଥିବ କମେଣ୍ଟ କରି ଜଣାଇବାକୁ ଜମା ବି ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।